ଆଜି ହେଲା ରବିବାର, ସେଥିପାଇଁ ଆମ ଘରେ ଆଜି ମଟନ୍ ହେଇଛି। ମଟନ୍ ପୁଣି ରାତିରେ, କାହିଁକି ନା ମୋ ପୁଅର ଫରମାଇଶ ଥିଲା ଆଜି ରବିବାର, ବାବୁ ତମେ ରୋଷେଇ କର, ମୁଁ ଖାଇବି ମଟନ୍। ଦେଖନ୍ତୁ ଆମର ଆଜି ରୋଷେଇ ହେଇଗଲା ମଟନ୍। ଆଜି ଦ୍ୱିପହରେ ଟିକେ ବର୍ଷା ହେଇଯାଇଥିଲା ତ, ସେଥିପାଇଁ ଛୋଟ ଛୁଆ କହିଲା ମୁଁ ମଟନ୍ ଖାଇବି, ଆଉ ସେଥିପାଇଁ ଆସିଛି ଆମର ମଟନ୍। ଦେଖନ୍ତୁ ମୁଁ ବାଢ଼ି ଦେଉଛି ସମସ୍ତଙ୍କୁ ମଟନ୍ ତରକାରୀ। ଦେଖନ୍ତୁ କେମିତି କଲର୍ ପୁରା ରେଡ଼୍ ରେଡ଼୍ ହେଇଛି, ପୁରା ସୁନ୍ଦର, ଆଖିକି ତ ସୁନ୍ଦର ଦେଖାଯାଉଛି, ଖାଇବାକୁ ବି ମସ୍ତ ଲାଗିବ। ଦେଖନ୍ତୁ ମୁଁ ବାଢ଼ି ଦେଉଛି, ଶଙ୍ଖ ବାଟିରେ ଆମର ବଢ଼ା ହେଉଛି। ଶଙ୍ଖ ବାଟିରେ ଟିକେ ଖାଇବାକୁ ପସନ୍ଦ କରନ୍ତି, ସେଥିପାଇଁ ଆମର ଶଙ୍ଖ ବାଟିରେ ମଟନ୍ ତରକାରୀ ବଢ଼ା ହେଉଛି। ମଟନ୍ ବାଢ଼ି ଦେଲି, ତାପରେ ଏବେ ଆମର ଛୋଟ ପରିବାର, ସମସ୍ତେ ମିଶି ଗୋଟେ ଜାଗାରେ ଆମେ ଖାଇ ନେବୁ। ଦେଖନ୍ତୁ ବର୍ଷା ପାଗକୁ ଆଜି ମଟନ୍ ଝୋଳ ପୁରା ଆଜି ଜମିଯିବ ଖାଇବାଟା। ମୋ ପୁଅ ପାଇଁ ପୁରା ପସନ୍ଦ ଯୋଗ୍ୟ ଖାଦ୍ୟ, ତା'ର ବହୁତ ଫେଭରାଇଟ୍ ହେଉଛି ମଟନ୍। ଦେଖନ୍ତୁ ମଟନ୍ ପୁରା ରେଡ଼ି, ବାଢ଼ି ଦେଲି। ତା ସାଙ୍ଗକୁ ରୁଟି କରିଛି, ଦେଖନ୍ତୁ ତା'ର ଗୋଟେ ପାଗ ହେଲେ ଭଲ ଲାଗିବନି। ଦେଖନ୍ତୁ ଗୋଟେ ପାଗ କରିଛି, ଲେମ୍ବୁଟା ପୁରା ଚକୁଟି ଦେବା, ତା ସାଙ୍ଗରେ ପିଆଜ, ତା ସାଙ୍ଗରେ ଦେଇଛି ମୁଁ ରସୁଣ, ଲୁଣ ଆଉ ଲଙ୍କା ଦେଇ ଦଳି ଦେଲା ପରେ ସେ ତ ପୁରା ଜମିଯିବ ଆଉ ଖାଇବାକୁ। ଆଉ ଆମେ ଟିକେ ବାଲେଶ୍ୱରିଆ, ସେଥିପାଇଁ ଆମର ମୁଢ଼ି ବି ଟିକେ ଫେଭରାଇଟ୍। ଆଉ ଆମ ବୋଉ କହିଲେ ନା ନା ମୁଁ ହେନି ଖାଇବି ନା, ତମେ ରୁଟି ଖାଅ, କିନ୍ତୁ ମୁଁ ରୁଟି ଖାଇବିନି, ମୁଁ ଖାଇବି ମୁଢ଼ି। ଦେଖନ୍ତୁ ତାଙ୍କ ପାଇଁ ଆମର ମୁଢ଼ି ବି ବଢ଼ା ହେଇଛି। ସେ ମୁଢ଼ି ଖାଇ ଆମେ ରୁଟି ଖାଇବୁ। ଆମେ ବି ମୁଢ଼ି ଖାଇବୁ, କିନ୍ତୁ ଏତେ ନୁହେଁ, ରୁଟି ଟିକେ ଖାଇବୁ। ଦେଖ ତାଙ୍କର ରୁଟି ମୁଢ଼ି, ଆମର ବି ସେ ରୁଟି ମୁଢ଼ି। ଦେଖନ୍ତୁ ମଟନ୍ ପିସ୍ କେମିତି ଦେଖାଯାଉଛି, ପୁରା ମସ୍ତ ସିଝିଛି ପୁରା। ଆମ ବୋଉ ଖାଉଛନ୍ତି। ସରିଗଲା ଆମର ମଟନ୍ ତରକାରୀ।